ଭାବିପାରୁଛନ୍ତି ଏମିତି ଗୋଟେ ରୋଷେଇ ଘର ଯୋଉଠି ଶହ ଶହ ବର୍ଷ ହେଲା ଗୋଟେ ସାଧାରଣ ଜିନିଷ ପଶିପାରିନି। ଆଉ ସେଇଟା କୌଣସି ସାଧାରଣ ନିୟମ ନୁହେଁ, ବରଂ ଓଡ଼ିଶାର ଗୋଟେ ମନ୍ଦିରରେ ଲୁଚି ରହିଥିବା ଗୋଟେ ବଡ଼ ଦିବ୍ୟ ରହସ୍ୟ। 800 ବର୍ଷ ଖାଲି ଗୋଟେ ସଂଖ୍ୟା ନୁହେଁ ଏଇଟା। ଭାବନ୍ତୁ ଟିକେ, ପାଖାପାଖି 30ଟା ପିଢ଼ିର କଥା। ଆଉ ଝାଡ଼େଶ୍ୱର ମହାଦେବ ମନ୍ଦିରରେ ଗୋଟେ ଏମିତି ଅଜବ ପରମ୍ପରା ଏତେ ଲମ୍ବା ସମୟ ଧରି ଚାଲି ଆସୁଛି, ବିଲକୁଲ ସେମତିରୁ ସେମତି। ହେଲେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଗୋଟେ ସାଧାରଣ ମଣିଷକୃତ ଭୁଲ କେମିତି ଗୋଟେ ପବିତ୍ର 800 ବର୍ଷର ପୁରୁଣା ପରମ୍ପରା ପାଲଟିଗଲା, ଯାହାକୁ କେହି ଭାଙ୍ଗିପାରିବେନି। ଆସନ୍ତୁ ଏହି ରହସ୍ୟର ଗଣ୍ଠି ଖୋଲିବା। ଆସନ୍ତୁ ସମୟରେ ଟିକେ ପଛକୁ ଯିବା। କେତେ ପଛକୁ? ପାଖାପାଖି 800 ବର୍ଷ, ଦ୍ୱାଦଶ ଶତାବ୍ଦୀକୁ। ଆଉ ଏଇ କାହାଣୀର ମୂଳରେ ଥିଲେ ଜଣେ ଭାରି ଭକ୍ତିବାନ ରାଜା, ଯାହାଙ୍କର ସେଇ ଭକ୍ତି ହିଁ ଗୋଟେ ଏମିତି ଅଦ୍ଭୁତ ପରମ୍ପରାକୁ ଜନ୍ମ ଦେଇଥିଲା। ଟିକେ କଳ୍ପନା କରନ୍ତୁ ସେ ସମୟକୁ। ସେତେବେଳେ ଥିଲା ଦ୍ୱାଦଶ ଶତାବ୍ଦୀର ଓଡ଼ିଶା। ଚାରିଆଡ଼େ ଗଙ୍ଗବଂଶର ରାଜୁତି। ଆଉ ସେଇ ବଂଶର ଜଣେ ରାଜା ଥିଲେ ଭାରି ଧର୍ମପରାୟଣ। ସେ ତାଙ୍କ ଆରାଧ୍ୟ ଦେବତା ପ୍ରଭୁ ଶିବଙ୍କ ପାଇଁ ଗୋଟେ ବହୁତ ବଡ଼ ଆଉ ସୁନ୍ଦର ମନ୍ଦିର ତୋଳିବା ପାଇଁ ମନେ ମନେ ଠିକ୍ କଲେ। ଆଉ ରାଜାଙ୍କର ତ ଆଦେଶ, ଭୋଗ ପାଇଁ ସବୁ ଜିନିଷର ବନ୍ଦୋବସ୍ତ ହେଲା। ଭଲ ଭଲ ଚାଉଳ, ଡାଲି, ଘିଅ, ଗୁଡ଼, ଫଳ, କିଛି ବି ବାକି ନଥିଲା। ହେଲେ ଏତେ ସବୁ ଭିତରେ ରୋଷେଇର ସବୁଠୁ ଦରକାରୀ ଆଉ ସାଧାରଣ ଜିନିଷଟାକୁ ସମସ୍ତେ ଭୁଲିଗଲେ। ଆଉ ସେଇଟା ଥିଲା ଲୁଣ। ଏବେ ପୂଜକମାନେ ପଡ଼ିଗଲେ ମହାଚିନ୍ତାରେ। ଭୋଗ ଲଗେଇବାର ସମୟ ତ ହେଇଗଲାଣି, କିନ୍ତୁ ଲୁଣ ତ ନାହିଁ, କରିବେ କ'ଣ? ଶେଷରେ ବହୁତ ସାହସ କରି ସେମାନେ ସେହି ବିନା ଲୁଣର ଭୋଗକୁ ହିଁ ପ୍ରଭୁଙ୍କ ପାଖରେ ଲଗେଇଦେଲେ। ଆଉ କଥା କ'ଣ କି, ପ୍ରଭୁ ତାକୁ ଗ୍ରହଣ ବି କରିନେଲେ। ହେଲେ କାହାଣୀର ଅସଲ ମୋଡ଼ ଆସିଲା ସେଇ ରାତିରେ। ରାଜାଙ୍କୁ ସ୍ୱପ୍ନରେ ନିଜେ ପ୍ରଭୁ ଶିବ ଦେଖାଦେଲେ। ଆଉ ତାଙ୍କର ସେଇ ଦିବ୍ୟ ଆଦେଶ ଗୋଟେ ସାଧାରଣ ମଣିଷର ଭୁଲକୁ ଏକ ପବିତ୍ର ଈଶ୍ୱରୀୟ ନିୟମରେ ବଦଳେଇ ଦେଲା, ଯାହାକୁ କେହି କେବେ ଭାଙ୍ଗିପାରିବେନି। ଆଚ୍ଛା, ସେହି ଦିବ୍ୟ ଆଦେଶକୁ ତ ଆଜିକୁ 800 ବର୍ଷ ହେଇଗଲାଣି। ହେଲେ ପ୍ରଶ୍ନ ଉଠୁଛି, ଆଜିର ଦୁନିଆରେ ବି କ'ଣ ସେ ପରମ୍ପରାକୁ ସେମିତି କଡ଼ାକଡ଼ି ଭାବେ ପାଳନ କରାଯାଉଛି? ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହାର ଉତ୍ତର ହେଉଛି ହଁ। ଆଜି ବି ସେ ମନ୍ଦିରର ରୋଷେଇ ଘରକୁ ଗଲେ ଲାଗିବ ଯେମିତି ସମୟ ସେଇଠି ଅଟକି ଯାଇଛି। ନିୟମ କେବଳ ଗୋଟିଏ, ଆଉ ସେଇଟା ଅଟଳ। ଲୁଣର ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ। ଖାଲି ଦେଶୀ ଘିଅ, ଗୁଡ଼, ଏମିତି ଶୁଦ୍ଧ ଜିନିଷରେ ହିଁ ଭୋଗ ତିଆରି ହୁଏ। ଏମିତିକି ମନ୍ଦିର ଭିତରକୁ କେହି ଲୁଣିଆ ଖାଦ୍ୟ ନେଇକି ବି ଯାଇପାରିବେନି। ମନରେ ଆସୁଥିବ, ବିନା ଲୁଣରେ ଖାଇବାଟା ସ୍ୱାଦିଆ ଲାଗିବ କେମିତି? କିନ୍ତୁ ଏଠିକାର ଭୋଗ ସେ ଧାରଣାକୁ ପୂରାପୂରି ଭୁଲ ବୋଲି କହିଦେବ। ବାସ୍ନାଦାର ଖେଚୁଡ଼ି, ମିଠା ଡାଲମା, ଦହି ଭାତ, ସବୁଥିରେ ଖାଲି ଜିନିଷର ଅସଲି ପ୍ରାକୃତିକ ସ୍ୱାଦ। ଆଉ ସବୁକିଛି ସେ ଗୋଟିଏ ଦିବ୍ୟ ନିୟମକୁ ମାନି କରାଯାଏ। ଆଉ ଯେତେବେଳେ ମନ୍ଦିର ପୂଜକମାନଙ୍କୁ ଏ ବିଷୟରେ ପଚରାଯାଏ, ତାଙ୍କ ଉତ୍ତର ବହୁତ ସିଧାସଳଖ। ସେମାନେ କୁହନ୍ତି, ଏଇଟା ଖାଲି ଗୋଟେ ନିୟମ ନୁହେଁ, ଏଇଟା ହେଉଛି ଆମର ବିଶ୍ୱାସ। ପିଢ଼ି ପରେ ପିଢ଼ି ଧରି ଚାଲି ଆସିଛି। ଏଇଟା ହେଉଛି ଭଗବାନଙ୍କ ଇଚ୍ଛା ଆଗରେ ନିଜକୁ ସମର୍ପିତ ଦେବାର ଗୋଟେ ଉପାୟ। ତେବେ ଏହା ଖାଲି ଇତିହାସର କଥା ନୁହେଁ। ଏ ପରମ୍ପରା ପଛରେ ଗୋଟେ ବହୁତ ଗଭୀର ଆଧ୍ୟାତ୍ମିକ କାରଣ ବି ଅଛି। ଆସନ୍ତୁ ଜାଣିବା, ବିନା ଲୁଣର ଭୋଗର ପ୍ରକୃତ ମହତ୍ତ୍ୱ କ'ଣ? ଏହାର ଗୋଟେ ଉତ୍ତର ଆମକୁ ଆୟୁର୍ବେଦରୁ ମିଳେ। ଦେଖନ୍ତୁ, ଆୟୁର୍ବେଦରେ ସାତ୍ୱିକ ଖାଦ୍ୟ ବୋଲି ଗୋଟେ କଥା ଅଛି। ଏହାର ଅର୍ଥ ହେଲା ସବୁଠୁ ଶୁଦ୍ଧ ଖାଦ୍ୟ, ଯାହା ଆମ ମନକୁ ଶାନ୍ତ ଆଉ ସ୍ଥିର ରଖେ। ଆଉ ଏହି ବିନା ଲୁଣର ଭୋଗ, ତାହା ହିଁ ତ ସାତ୍ୱିକ ଖାଦ୍ୟର ସବୁଠୁ ଭଲ ଉଦାହରଣ। ଭଗବାନଙ୍କୁ ଅର୍ପଣ କରିବା ପାଇଁ ଏକଦମ ଠିକ୍। ତ ଦେଖିଲେ, ଗୋଟେ ପଟେ ଅଛି ବିନା ଲୁଣର ଖାଦ୍ୟ, ଯେଉଁଥିରେ ପ୍ରାକୃତିକ ସ୍ୱାଦ ଅଛି ଆଉ ଶୁଦ୍ଧତା ଅଛି। ଏଇଟା ଭଗବାନଙ୍କର ଇଚ୍ଛା। ଆଉ ଅନ୍ୟପଟେ ଲୁଣ ପକେଇ ଆମେ ସ୍ୱାଦକୁ ନିଜ ହିସାବରେ ବଦଳଉ, ଯାହା ଆମ ମଣିଷର ପସନ୍ଦ। ତେଣୁ ଏହି ପରମ୍ପରା ଆମକୁ ଶିଖାଉଛି କି ନିଜ ଇଚ୍ଛାଠାରୁ ଭଗବାନଙ୍କର ଇଚ୍ଛା ବଡ଼। ତେବେ ଶେଷରେ କ'ଣ ବୁଝିଲେ? ଏଇ 800 ବର୍ଷର କାହାଣୀରୁ ଆମକୁ କ'ଣ ଶିଖିବାକୁ ମିଳିଲା? ଏହାର ସବୁଠୁ ବଡ଼ ଶିକ୍ଷା ହେଉଛି ବିଶ୍ୱାସର ଶକ୍ତି। ସିଧା କଥାରେ କହିଲେ, ଜଣେ ରାଜାଙ୍କର ଗୋଟେ ଛୋଟ ଭୁଲ ଭଗବାନଙ୍କର ଗୋଟେ ଦିବ୍ୟ ସ୍ୱୀକୃତି, ଆଉ ତାପରେ ଆରମ୍ଭ ହେଲା 800 ବର୍ଷର ଭକ୍ତି ଆଉ ସମର୍ପଣର ଏକ ଅବିଶ୍ୱାସନୀୟ କାହାଣୀ। ତେବେ ଶେଷରେ ଗୋଟେ କଥା ଭାବିବାକୁ ରହିଲା, ଲୁଣ ଭଳି ଏତେ ସାଧାରଣ ଗୋଟେ ଜିନିଷକୁ ନେଇ ଗଢ଼ି ଉଠିଥିବା ଏଇ 800 ବର୍ଷର ପରମ୍ପରା ଆମକୁ ଭକ୍ତି ଆଉ ସମର୍ପଣର ଅସଲ ମାନେ ବିଷୟରେ କ'ଣ କହିଯାଉଛି?